ଆଜ୍ଞାବହତା ଏହି ସମ୍ପର୍କରେ ଆମେ ଯଦି ଈଶ୍ୱରଙ୍କ ଜୀବନ୍ତ ବାକ୍ୟରୁ ବୁଝିବା ତାହେଲେ ଏହା ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ଜରୁରୀ ବିଷୟ ଅଟେ। ପ୍ରତ୍ୟେକ ବିଶ୍ୱାସୀମାନଙ୍କ ଜୀବନରେ ସାଧାରଣ ଭାବେ ଆମେ ଆଜ୍ଞାବହତା କହିଲେ ଆମେ ବୁଝୁ ଯେ କଥା ମାନିବା, ଆଜ୍ଞା ପାଳନ କରିବା ଆଉ ତାହାଙ୍କ ରବ ଶୁଣିବା। କିନ୍ତୁ ଆମେ ଯଦି ଗଭୀର ଭାବେ ପ୍ରଭୁଙ୍କର ବାକ୍ୟରୁ ଯଦି ବୁଝିବା ଜାଣିବା ତାହେଲେ ପ୍ରଭୁ ଏହି ଆଜ୍ଞାବହତା ଆମମାନଙ୍କୁ ସେ ପ୍ରଦାନ କରିଅଛନ୍ତି। ଆମମାନେ ପ୍ରାପ୍ତ ହୋଇଅଛୁ ଯେଉଁମାନେ କି ପବିତ୍ରୀକୃତ ହୋଇଛନ୍ତି, ଯେଉଁମାନେ ଈଶ୍ୱରଙ୍କୁ ବିଶ୍ୱାସ କରିଛନ୍ତି ତାହାଙ୍କର ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ, ଆଉ ସେମାନଙ୍କୁ କୁହାଯାଏ ଯେ ସେମାନେ ଆଜ୍ଞାବହର ସନ୍ତାନ ବୋଲି। ପ୍ରଭୁଙ୍କର ବାକ୍ୟ ପ୍ରଥମ ପିତର 1:2 ଯଦି ଆମେ ଦେଖିବା ସେଠାରେ ଲେଖାଯାଏ, ପିତା ଈଶ୍ୱରଙ୍କ ପୂର୍ବ ଆଜ୍ଞାନୁସାରେ ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ଆଜ୍ଞାବହ ପୁଣି ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ସିଞ୍ଚିତ ହେବା ନିମନ୍ତେ ମନୋନୀତ ହୋଇଅଛନ୍ତି ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି। ଏଠି ଆମେ ଦେଖୁ ଯେ ସେମାନେ ଅର୍ଥାତ୍ ବିଶ୍ୱାସୀମାନେ ପିତର ଯେତେବେଳେ ଲେଖୁଛନ୍ତି ମୁଁ କେଉଁମାନଙ୍କୁ ଲେଖୁଅଛି, ମୁଁ ସେମାନଙ୍କୁ ଲେଖୁଅଛି ଯେଉଁମାନେ କି ପୂର୍ବ ଆଜ୍ଞା ଅନୁସାରେ ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ଆଜ୍ଞାବହ ହୋଇଛନ୍ତି ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ସିଞ୍ଚିତ ହୋଇ ସେମାନେ ମନୋନୀତ ହୋଇଛନ୍ତି ସେମାନଙ୍କ ନିକଟକୁ। ଅର୍ଥାତ୍ ପ୍ରଭୁ ଆଜ୍ଞାବହତାର ସନ୍ତାନ ଭାବେ ଆମମାନଙ୍କୁ ପରିଚୟ ଦେଇଛନ୍ତି। ଆମମାନଙ୍କର ପୂର୍ବ ଅବସ୍ଥା ଏହି ସଂସାରର ଭାବ ଅନୁସାରେ ପୁଣି ଆକାଶମଣ୍ଡଳ ରାଜ୍ୟର ଅଧିପତି ଶୈତାନ ଯେଉଁ ଜଗତପତି ନାମରେ ଖ୍ୟାତ, ଆଉ ଏବେ ମଧ୍ୟ ସେ ଅନାଜ୍ଞାବହ ସନ୍ତାନମାନଙ୍କଠାରେ କାର୍ଯ୍ୟ ସାଧନ କରୁଅଛି। ଆଉ ପୂର୍ବରେ ତାର ଇଚ୍ଛା ଅନୁସାରେ ଆମେ ପୂର୍ବରେ ଆଚରଣ କରୁଥିଲୁ ଆଉ ଅପରାଧ ପାପରେ ମୃତ ଥିଲୁ। ଆମମାନଙ୍କର ପୂର୍ବ ଅବସ୍ଥା ଏ ବିଷୟ ଲେଖାଯାଏ ଏଫେସୀୟ 2:1-2 ପଦରେ ଆମେ ଦେଖୁ 1-2 ପଦରେ, ଏହି ସଂସାରର ଭାବାନୁସାରେ ପୁଣି ଆକାଶମଣ୍ଡଳ ରାଜ୍ୟର ଅଧିପତି ଅର୍ଥାତ୍ ଯେଉଁ ଜଗତପତି ଏବେ ମଧ୍ୟ ଅନାଜ୍ଞାବହ ସନ୍ତାନମାନଙ୍କଠାରେ କାର୍ଯ୍ୟ ସାଧନ କରୁଅଛି ତାହାର ଇଚ୍ଛା ଅନୁସାରେ ତୁମେମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ। ଏଫେସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲ ଲେଖୁଅଛନ୍ତି ଯେ ବିଶ୍ୱାସୀମାନଙ୍କର ପୂର୍ବ ଅବସ୍ଥା ଅନାଜ୍ଞାବହ ସନ୍ତାନମାନଙ୍କ ସଦୃଶ୍ୟ। ଆଜ୍ଞାବହ ନୁହେଁ, ଯେବେ ପ୍ରଭୁଙ୍କର ହେଲୁ ଆମମାନଙ୍କୁ ପ୍ରଭୁ ଆଜ୍ଞାବହ ସନ୍ତାନ ଭାବେ ଆମମାନଙ୍କୁ ସେ ମନୋନୀତ କଲେ। ଆମମାନେ ଅନାଜ୍ଞାବହ ସନ୍ତାନମାନଙ୍କ ଠାରେ ଅର୍ଥାତ୍ ଯେଉଁମାନେ ପ୍ରଭୁଙ୍କର ବାକ୍ୟ ପାଳୁନାହାନ୍ତି, ବୁଝୁନାହାନ୍ତି ଆଉ ପାଳନ କରୁନାହାନ୍ତି କି ପ୍ରଭୁଙ୍କର ରବ ଶୁଣୁନାହାନ୍ତି ସେମାନଙ୍କୁ ଅନାଜ୍ଞାବହ ବୋଲି କୁହାଯାଏ। ତେଣୁକରି ପ୍ରଭୁଙ୍କ ରବ ଶୁଣିବା, ଆଜ୍ଞା ପାଳନ କରିବା ଆଉ ବାକ୍ୟ ପାଳନ କରିବା, ରବ ଶୁଣିକି ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆମେ ଆରାଧନା ବା ହୋମ ବଳିଦାନ ଠାରୁ ମଧ୍ୟ ଆଜ୍ଞାବହତା କ'ଣ ଉପଯୁକ୍ତ ବା ଗୁରୁତ୍ୱପୂର୍ଣ୍ଣ ଶ୍ରେଷ୍ଠତର ବୋଲି ଆମେ ଦେଖୁ। ପ୍ରଭୁଙ୍କର ରବ ଶୁଣିବା ବା ଆଜ୍ଞାବହ ହେବା, କଥା ମାନିବା, ଆଜ୍ଞା ପାଳନ କରିବା ଏହା ବଳିଦାନ ଠାରୁ ମଧ୍ୟ ଶ୍ରେଷ୍ଠ ବିଷୟ। ଆଉ ତାହା ଆମେ ଦେଖୁ ପ୍ରଥମ ସାମୁଏଲ 15:22 ତହିଁରେ ସାମୁଏଲ କହିଲେ, ଯେପରି ସଦାପ୍ରଭୁଙ୍କ ରବ ଶୁଣିବାରେ ସେପରିକି ହୋମ ଓ ବଳିଦାନରେ ସଦାପ୍ରଭୁଙ୍କର ସନ୍ତୋଷ ହୁଏ। ଶୁଣିବା ବଳିଦାନ ଠାରୁ ଓ ମନୋଯୋଗୀ ହେବା ମେଦ ଠାରୁ ଉତ୍ତମ। ଶୁଣିବା ବା ପ୍ରଭୁଙ୍କ ରବ ପ୍ରତି ଧ୍ୟାନ ଦେବା, ଆଜ୍ଞାବହ ହେବା ବଳିଦାନ ଠାରୁ ମଧ୍ୟ ଉତ୍ତମ ବୋଲି ଲେଖାଯାଏ। ତେଣୁକରି ପ୍ରିୟମାନେ ଆମେ ପ୍ରଭୁଙ୍କ ରବ ପ୍ରତି ମନୋଯୋଗୀ ହେବା, ପ୍ରଭୁଙ୍କର ବାକ୍ୟ ଶୁଣିବା ଆଉ ଆଜ୍ଞାବହ ହେବା ଏହା ପ୍ରଭୁ ଆମଠାରୁ ଆଶା କରନ୍ତି। ଆମେ ଜାଣୁ ଯଦି ଆପଣ ଦ୍ୱିତୀୟ ବିବରଣୀ 28 ଅଧ୍ୟାୟ 29-30 ଯଦି ପାଠ କରିବେ
ସେଠାରେ ଆମେ ଦେଖୁ ଯେ ପରମେଶ୍ୱର ଅନେକ ତାଙ୍କର ଆଦେଶ ଗୁଡ଼ାକ ଦେଉଛନ୍ତି, ଅନେକ ଆଜ୍ଞା ପାଳନ କରିବା ପାଇଁ ଦେଉଛନ୍ତି। ଆଉ କହୁଛନ୍ତି ଆଉ ତୁମେ ଯଦି ଯେଉଁ ଯେଉଁ ଆଜ୍ଞା ତୁମକୁ ଆଦେଶ କରିଛୁ ସେ ସବୁ ଯଦି ମାନିବ ବା ମାନିବା ପାଇଁ ଆଉ କରିବା ପାଇଁ ତାଙ୍କ ରବର ଯଦି ଯତ୍ନପୂର୍ବକ କର୍ଣ୍ଣପାତ କରିବ, ତାର ଅର୍ଥ ଯଦି ତୁମେ ବାକ୍ୟ ପାଳନ କରିବ, ଆଜ୍ଞାବହତା ତୁମେ ଯଦି ବାକ୍ୟ ପ୍ରତି ରହିବ, ପ୍ରଭୁଙ୍କ ରବ ପ୍ରତି, ତେବେ ସଦାପ୍ରଭୁ ପରମେଶ୍ୱର ତୁମକୁ ଆଶୀର୍ବାଦ କରିବେ। କେଉଁ କେଉଁ କ୍ଷେତ୍ରରେ ଆଶୀର୍ବାଦ କରିବେ ସେ କହିଛନ୍ତି। ଆମେ ଯଦି ଦ୍ୱିତୀୟ ବିବରଣୀ 28 ଅଧ୍ୟାୟ ପଢ଼ିବା, କିନ୍ତୁ ଦ୍ୱିତୀୟ ବିବରଣୀ 28:1-2 ଯଦି ଆମେ ପାଠ କରିବା, ସେଠି ଲେଖାଯାଏ, ମୁଁ ଆଜି ସଦାପ୍ରଭୁ ତୁମ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ତୁମକୁ ଆଦେଶ କରୁଅଛି ସେଇ ସବୁ ମାନିବା ପାଇଁ ଓ କରିବା ପାଇଁ ଯଦି ତୁମେ ତାହାଙ୍କ ରବରେ ଯତ୍ନପୂର୍ବକ କର୍ଣ୍ଣପାତ କରିବ, ତେବେ ସଦାପ୍ରଭୁ ତୁମ ପରମେଶ୍ୱର ପୃଥିବୀସ୍ଥ ସମସ୍ତ ଦେଶୀୟ ଲୋକଙ୍କ ଅପେକ୍ଷା ତୁମକୁ ଶ୍ରେଷ୍ଠ କରିବେ। ଯଦି ତୁମେ ସଦାପ୍ରଭୁ ଆପଣ ପରମେଶ୍ୱରଙ୍କର ରବ ଶୁଣିବ, ତେବେ ଏହିସବୁ ଆଶୀର୍ବାଦ ତୁମ ଉପରେ ବର୍ତ୍ତିବ ଓ ତୁମ ସଙ୍ଗ ଧରିବ। ଏହାର ଅର୍ଥ ଅନେକ ଆଶୀର୍ବାଦ ଗୁଡ଼ାକ ପ୍ରଭୁ ପ୍ରଦାନ କରିଛନ୍ତି ଇସ୍ରାଏଲ ଲୋକମାନଙ୍କୁ। ଦ୍ୱିତୀୟ ବିବରଣୀ ଆମେ ଦେଖୁ, କିନ୍ତୁ ସେସବୁ କେବଳ ଜାଣିବା ନିମନ୍ତେ ନୁହେଁ, ଯେତେ ସବୁ ଆଜ୍ଞା ଦେଇଛନ୍ତି ଆଉ ଆଦେଶ କରିଛନ୍ତି ସେ ସବୁକୁ ମାନିବା ପାଇଁ। ଆଉ ସେ ସବୁ ବାକ୍ୟ କେବଳ ଶୁଣିବା ପାଇଁ ନାହିଁ, ତାଙ୍କ ରବ ଶୁଣି ସେଇ ବାକ୍ୟକୁ ଜୀବନରେ ଲାଗୁ କରିବା ପାଇଁ। ତେଣୁକରି ଆମେ ଦେଖୁ ଦ୍ୱିତୀୟ ବିବରଣୀ 30 ତାର 11-16 ପଦ ପର୍ଯ୍ୟନ୍ତ ଯଦି ପଢ଼ିବା, ସେଇଠି ଅନେକ ଆଶୀର୍ବାଦ ବିଷୟ ଗୁଡ଼ାକ ଲେଖା ହେଇଛି। ଆଉ ପ୍ରଭୁ କହୁଛନ୍ତି ଯେ ମୁଁ ଯେଉଁ ଆଜ୍ଞା ଦେଉଛି ସେଇ ଆଜ୍ଞା ପାଳନ କରିବା ପାଇଁ ତୁମମାନଙ୍କୁ କଷ୍ଟ ଲାଗିବ ନାହିଁ। ଆପଣମାନେ ଯଦି ପଢ଼ିବେ ସେଇଟା ଲେଖା ଅଛି, ମୁଁ କେମିତି ଆମେ ସେ ଆଜ୍ଞା ପାଳନ କରିବୁ, ଏତେ ଦୂର, ଏତେ କଷ୍ଟ ବୋଲି ଆଉ କହିବ ନାହିଁ। ତେଣୁକରି ସେଇ ଆଜ୍ଞା ଯେଉଁ ଆଜ୍ଞା କି ପ୍ରଭୁ ଦେଉଛନ୍ତି ଆଜ୍ଞାବହତା ନିମନ୍ତେ, ମାନିବା ନିମନ୍ତେ, ତାଙ୍କ ରବ ପ୍ରତି ଆସକ୍ତ ହେବା ନିମନ୍ତେ, ତାଙ୍କ ରବ ଶୁଣିବା ନିମନ୍ତେ ଆଉ ସେ ରବକୁ ପାଳନ କରିବା ନିମନ୍ତେ, ସେ ସମ୍ବନ୍ଧରେ ଦ୍ୱିତୀୟ ବିବରଣୀ 30 ତାର 14 ପଦରେ ପ୍ରଭୁ କହନ୍ତି, ମାତ୍ର ତୁମ୍ଭ ପାଳନାର୍ଥେ ସେ ବାକ୍ୟ ତୁମ୍ଭର ଅତି ନିକଟରେ, ତୁମ୍ଭ ମୁଖରେ ଓ ତୁମ୍ଭ ହୃଦୟରେ ଆମେ ରଖିଛୁ ବା ଅଛି ବୋଲି କହୁଛନ୍ତି। ପ୍ରିୟମାନେ, ପ୍ରଭୁଙ୍କର ଆଜ୍ଞାବହ ହେବା କଷ୍ଟକର ନୁହେଁ। ଆମେ କେବେ ମଧ୍ୟ କଷ୍ଟକର ବୋଲି କହିବା ନା। ପ୍ରଭୁ ଆମ ନିକଟରେ ରଖିଛନ୍ତି, ଆମ ମୁଖରେ, ଆମର ହୃଦୟରେ ଅଛି ବୋଲି ଆମେ ତାହା ମାନିବାର ଅଛି। ଆମେ ଆଜ୍ଞାବହ ତାହା ଶିଖିବାର ଅଛି। ଆମେ ଗୋଟେ ବାକ୍ୟ ମନେ ପକାଇବା, Hebrew 5 ତାର 8ରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆଜ୍ଞାବହତା ବିଷୟରେ ଲେଖାଯାଏ, ପୁତ୍ର ହେଲେ ହେଁ ଦୁଃଖ ଭୋଗ ଦ୍ୱାରା ଈଶ୍ୱରଙ୍କ ଠାରେ ଆଜ୍ଞାବହତା ଶିଖିଲେ। ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ଦୁଃଖ ଭୋଗ କରି ଆଜ୍ଞାବହତା ଶିକ୍ଷା କଲେ। ପିତାଙ୍କର ଯେଉଁ ଦାୟିତ୍ୱ ଥିଲା, ପିତାଙ୍କର ସେ କାର୍ଯ୍ୟ ମାନିବା ପାଇଁ, ଅର୍ଥାତ୍ ସେ କାଲବରୀ କ୍ରୁଶ ଉପରେ ନିଜକୁ ବଳିଦାନ ଦେଇ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ପିତାଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ଥିଲା। ତେଣୁ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ କୃଷୀୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହେଲେ ବୋଲି ଆମେ ଦେଖୁ ବାକ୍ୟରେ। ଆଉ ତାହା ହିଁ ଆମେ ଦେଖୁ ଯେ ପୁତ୍ର ହେଲେ ସେ ଦୁଃଖ ଭୋଗ ଦ୍ୱାରା ଆଜ୍ଞାବହତା ଶିକ୍ଷା କଲେ। ଆମେ କାହିଁକି ଶିଖିବା ନାହିଁ? ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କ ଜୀବନରେ ପିତା ପରମେଶ୍ୱରଙ୍କର ସେଇ ଆଜ୍ଞାକୁ ପାଳନ କଲେ, ଆଜି ଆମମାନଙ୍କୁ ମଧ୍ୟ ସେଇ ପରମେଶ୍ୱର ଅନେକ ଆଦେଶ, ତାଙ୍କର ଜୀବନ୍ତ ରବ ପ୍ରଦାନ କରୁଛନ୍ତି। ଆମେ ମଧ୍ୟ ସେ ସବୁ ଶୁଣିବା ଆଉ ଜାଣିବା। ହଁ ପ୍ରିୟମାନେ, ଏହି ସତ୍ୟତା ଆମେ ଆଗକୁ ଆମ ଜୀବନରେ ଲାଗୁ କରିବା ଆଉ ଆଶୀର୍ବାଦ ପ୍ରାପ୍ତ ହେବା। ଏ ବାକ୍ୟ ଶୁଣିଥିବାରୁ ଧନ୍ୟବାଦ। ଯଦି ଭଲ ଲାଗିଲା ସେୟାର କରନ୍ତୁ, ଲାଇକ୍ କରନ୍ତୁ ଆଉ ଅନ୍ୟମାନଙ୍କୁ ମଧ୍ୟ ଏହାର ଆଶୀର୍ବାଦ ଜ୍ଞାତ କରାନ୍ତୁ। ତା ସହିତ ନୂତନ ଯଦି, ତାହେଲେ ମୋର ଏହି ଚ୍ୟାନେଲରେ ସବସ୍କ୍ରାଇବ୍ କରନ୍ତୁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।